ମାନେ ଜୟ ଜଗନ୍ନାଥ ୱେଲକମ୍ କରୁଛୁ ମୁଁ ଆଉ ଗୋଟେ ନୂଆ ଏବଂ ଫ୍ରେଶ୍ ଭିଡ଼ିଓରେ ଆପଣମାନଙ୍କୁ। ତ ଟାଇମ୍ ଆସିକି ହେଲାଣି 9ଟା 15 ଆଉ ଖରା ତ ବହୁତ ଜୋରେ ହେଉଛି। ଏଇଟା କ'ଣ ମାସ? ମେ। ହଁ, ମେ 2 ଆଜି। ଆଉ ବହୁତ ଜୋରରେ ଖରା ହେଲାଣି ଆଉ ବାହାରେ ବି ହେଉନି ବାହାରକୁ। ତ ଆଜି ଆମେ ଆମ ସାର୍ଙ୍କ ଘରକୁ ଟିକେ ଆସିଛୁ କିଛି କାମ ଥିବା ହେତୁ। ଆଉ ପୁଣି ପରଦିନ ହେବ ଯଦି ଆମେ ପଳେଇ ଯାଇପାରୁ। ତ ସରି କାଲି ମନେ ପଡ଼ୁନି। ବ୍ଲଗ୍ରେ କିଛି ଏମିତି ଖାସିୟତ ନାହିଁ। ଗୋଟେ ଜିନିଷ ଖାସିୟତ ଅଛି। କ'ଣ କ'ଣ ସେଇଟା ମୁଁ ସବୁ କହିବି। କ'ଣ ଜାଗା ସେମିତି ଦେଖାଉଛି ପାମ୍ପଡ଼ ଜାଣିନାହାନ୍ତି କ'ଣ ହେଇଯାଉ କୋଉ ତିଆରି ଚାଉଳରେ ବଡ଼ି ନା ଆପଣମାନେ ଜେନୁଇନ୍ ଆମ ନର୍ମାଲ ଜିନିଷ ଆପଣମାନେ ଜାଣିଥିବେ। କଖାରୁରେ ଆମର ବଡ଼ି ଆମର ଘରେ କଖାରୁରେ ମାମା ବଡ଼ି ତିଆରି କରନ୍ତି ମୁଁ ଦେଖିଛି। କିନ୍ତୁ ୟାଙ୍କ ଘରୁ ଆସିଲା ପରେ ସେ ଗୋଟେ ଡିଫରେଣ୍ଟ ବଡ଼ି ଦେଖେଇଲେ। ମୁଁ କ୍ଲିପ୍ ରେକର୍ଡ଼ କରିଛି ଆପଣଙ୍କୁ ଦେଖେଇବି, ମେନସନ୍ ବି କରିବି। ଗୋଟେ ଦେଖେଇଦେଲେ ମୋତେ ଶାଗୁରେ ବଡ଼ି, ଶାଗୁ ଆମେ ଯେଉଁ ଛୋଟବେଳେ ଶାଗୁ ଖାଆନ୍ତିନି ପେଟ ଥଣ୍ଡା ହେବେ, ଶାଗୁରେ ବଡ଼ି। ଆଉ ଗୋଟେ ଚାଉଳରେ ବଡ଼ି, ଶାଗୁ ବଡ଼ି ଚାଉଳ ବଡ଼ି। ଆଉ ଏଇ ଦୁଇଟା ଏ ଭିଡ଼ିଓରେ ଅଛି, କିନ୍ତୁ ସେ ଆହୁରି 100 ପ୍ରକାର ବଡ଼ି ତିଆରି କରୁଛନ୍ତି। ଚାଉଳ ବଡ଼ି, ଶାଗୁ ବଡ଼ି, ଆଉ କ'ଣ କ'ଣ କହ ଏଇଟା। ଆହୁରି ଯେଉଁ ହେରା ଏତେ ଗୁରୁ ଦେଖାଉଥିଲା କ'ଣ ସବୁ ନା ମୋତେ ମିଛରେ ସବୁ ଦେଖାଉଥିଲା। ଚାଉଳରେ ସବୁ ଅଲଗା ଅଲଗା ଡିଜାଇନ୍। ଆଚ୍ଛା, ଚାଉଳରେ ସବୁ ଅଲଗା ଅଲଗା ଡିଜାଇନ୍, କିନ୍ତୁ ଶାଗୁ ଚାଉଳ। ଆଉ ଯେଉଁ ହଳଦିଆ ଥିଲା କ'ଣ ଚାଉଳ ବଡ଼ି, ଆଉ ଯେଉଁ ଶାଗୁ ଯେଉଁଟା ଧଳା ଥିଲା ଶାଗୁ ଅଛି। ମୁଁ ଦେଖେଇବି ଆପଣମାନଙ୍କୁ ଏ ଭିଡ଼ିଓ ଇଏରେ। ତ ଯାହା ହଉ, ଆଉ ମୁଁ ତାଙ୍କ ଆସିଲା ପରେ ବି ତାଙ୍କ ରିଲେଟିଭ୍ କି ଯିଏ ବି ମେସେଜ୍ ତ କରୁନାହାନ୍ତି, ଏମିତି କୁହନ୍ତି ଭାଇ ଭିଡ଼ିଓ କାହିଁ ଆସୁନି। ମୁଁ କହିଲି ଠିକ୍ ଅଛି, ଆଜି ଛାଡ଼ିଦେବା। ବହୁତ ଦିନ ହେଲା ବି ବ୍ଲଗ୍ କିଛି ହେଇନଥିଲା, କାରଣ କୁଆଡ଼େ କ'ଣ କରିବୁ, କୁଆଡ଼େ ତୁମେ ଯାଉନୁ, କୁଆଡ଼େ ଯାଉନୁ ବି ତାର କିଛି ଗୋଟେ ଅଛି ଜିନିଷ। ଆପଣମାନେ ସେ ଜିନିଷ ଜାଣିବେ, କୁଆଡ଼େ କ'ଣ ପାଇଁ ଯାଉନୁ, କ'ଣ ପାଇଁ ବ୍ଲଗ୍ କରୁନୁ, କ'ଣ ହେଇଛି କ'ଣ ନାହିଁ, ସବୁ ଜିନିଷ ଆସିବ ବ୍ଲଗ୍ରେ ଆପଣମାନେ ଦେଖିବେ। ଖାଲି ଟିକେ ଟାଇମ୍ ଦରକାର, ଆଉ ଆପଣଙ୍କ ଭଲ ପାଇବା ଏବଂ ଆପଣଙ୍କ ଆଶୀର୍ବାଦ ଦରକାର। ଏତିକି ଭଲ ପାଇବା ଦିଅନ୍ତୁ, ଆଶୀର୍ବାଦ ଟିକେ ଦେଇଥାନ୍ତୁ ଆମ ଛୋଟ ଛୋଟ ଦୁଇଟା ମଣିଷକୁ। ଆପଣଙ୍କ ଆଶୀର୍ବାଦ ଖାଲି ଏମିତି ମୁଣ୍ଡରେ ରଖିଥାନ୍ତୁ। ଆମେ ଆଗକୁ ବହୁତ କିଛି କରିବୁ, ଆଉ ନିହାତି ଲୋଡ଼ା ଆପଣଙ୍କର ଆଶୀର୍ବାଦ। ଆଉ ବହୁତ ତ ଏବେ ମାନେ ସେୟାର କରିବି, ଆଉ କିଛି ବହୁତ ଜିନିଷ ଆପଣମାନେ ବହୁତ ଜିନିଷ ଅଛି ସେୟାର କରିବି। ଆପଣମାନେ ଯୋଡ଼ି ରୁହନ୍ତୁ ମୋ ଚ୍ୟାନେଲରେ। ଯେଉଁମାନେ ନୂଆ ମୋ ଚ୍ୟାନେଲ ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯେଉଁମାନେ ଅଲରେଡ଼ି ଚ୍ୟାନେଲରେ ଅଛନ୍ତି ସେ ଭିଡ଼ିଓ ଦେଖୁଛନ୍ତି, ଦେଖିକିନି ଗୋଟେ ଲାଇକ୍, ଯେଉଁ ଏପଟେ ଚିହ୍ନ ଅଛି ହାତର ଏମିତି ଟିପ ଲାଇକ୍ଟି ମାରିଦିଅନ୍ତୁ। ଆଉ ସବସ୍କ୍ରାଇବ୍ କ'ଣ ହେଲା ଏ ରାଇଟ୍ ସାଇଡ଼୍ରେ ଡାହାଣ ପଟେ ବ୍ଲାକ୍ କଲର୍ରେ ସବସ୍କ୍ରାଇବ୍ ଲେଖା ହେଇଛି। ଯେଉଁମାନେ ସବସ୍କ୍ରାଇବ୍ ନ କରନ୍ତି ସେଇଟାକୁ ମାରିଦିଅନ୍ତୁ। ମାରିଦେଇକି ଗୋଟେ ବେଲ୍ ଘଣ୍ଟି ଭଳିଆ ଚିହ୍ନ ଅଲ୍, ସେଠାରେ ମାରିଦେଲେ ନୋଟିଫିକେସନ୍ ପଳାଇବ। କିଛି ଲୋକ କହୁଥିଲେ କି ମୁଁ ଆମ କାହିଁ ଭିଡ଼ିଓ ତୁମେ ଆସୁନି, ଆଉ ନୋଟିଫିକେସନ୍ ଯଦି ଅନ୍ ନ କରିଥିବେ ନା ତ ଆପଣମାନଙ୍କ ଟିକେ ଆମେ ଯାହା ଅପଲୋଡ଼ କରିବୁ ଯିବନି। ନୋଟିଫିକେସନ୍ ଅନ୍ କଲେ ଉପରେ ଆସିବ ନୋଟିଫିକେସନ୍, ତ ଆମ ଭିଡ଼ିଓ ଦେଖିପାରିବେ। ଓକେ, ତ ଆଉ ଆପଣ କ'ଣ କହିବେ ଆଉ କିଛି? ତ ତାଙ୍କ ମନଟା ଟିକେ ଦୁଃଖ ଅଛି କି ଦେଖିଲ। ସେ ଖରା ହେଉଛି, ଧାଇଁ ହେଇଗଲେଣି। ଆଉ ବହୁତ ଜୋରରେ ଖରା ହେଉଛି, ବହୁତ ଜୋରରେ ଖରା ହେଉଛି। ଆଉ ବର୍ତ୍ତମାନ ଆମ ସାଙ୍ଗରେ ଜଣେ ଚନ୍ଦନ ବାବୁ ଆମର ଥିଲେ, ସେ ପଳେଇଲେ, କୁଆଡ଼େ ଗଲେ କି ଆମେ କହୁଛି ବ୍ଲଗ୍ରେ ଆଇଲେଣି। ତ ଆଉ କ'ଣ କହିବେ କୁହ? ମୋ ଭିଡ଼ିଓରେ ଫାଷ୍ଟରୁ ଆଜିକି ହେଲାଣି ଏଇଟାକୁ 30ଟା ବ୍ଲଗ୍ ହେବ ମୋର। 29ଟା ବର୍ତ୍ତମାନ ଅପଲୋଡ଼ ହେଇସାରିଛି, ଏଇଟାକୁ ସେ 30ଟା ହେବ। ସେ ଫାଷ୍ଟରୁ କହିଲେ, ଫାଷ୍ଟ ମୁଁ କିଛି କହିନି, ଆଉ ଧୀରେ ଧୀରେ କହିବିନି, ଆଉ ଜାଣିବିନି। କିନ୍ତୁ ଏ ପର୍ଯ୍ୟନ୍ତ 30ଟା ଭିଡ଼ିଓ ହେବ, ମୁହଁରୁ କଥା ପଦେ ବାହାରୁ ନାହିଁ। ଆଉ ସେ ମାଜିଷ୍ଟ୍ରେଟ୍ ଭିତରେ ହେଇଯାଉଛନ୍ତି, ଏଇଠି ମାଜିଷ୍ଟ୍ରେଟ୍ ତାଙ୍କର ବି ଦେଖା ମିଳୁନି, ତାଙ୍କ ମୁହଁରୁ ବି କଥା ବାହାରୁନି। ବୁଝିପାରିଲ? ସିଏ ହେଲେ ମାଜିଷ୍ଟ୍ରେଟ୍, ଇଏ ମାଜିଷ୍ଟ୍ରେଟ୍ ଥିଲେ ଯେ ରିଟାୟାର୍ଡ଼ ହେଇଗଲେ ନାଇଁ। ହେଇଠି କୁହ ବେ କି ଅଧା କହିକି ସବୁ ପଳଉଛନ୍ତି ଅଧାରୁ। ଲାଜ ଲାଗୁଛି, ଲାଜଟାକୁ ପଛପଟେ ବାନ୍ଧି ଦିଅ। କୁହ ବେ କି କୁହ। ଶୁଭିବ, ସେ କହୁଛନ୍ତି ତାଙ୍କ କଥା ଶୁଭିବ ନାହିଁ। କାଲି ସେ ସବୁ ମୋତେ ଦେଖାଉଥିଲେ ସେ ସବୁ ବଡ଼ି ବିଷୟରେ, ସେ ସବୁ ବଡ଼ି ପାରୁଛନ୍ତି, କିନ୍ତୁ କିଛି କହିଲେ ସିନା କ'ଣଟି ହେବ ଯେ ନାଇଁ ଏଇ ବଡ଼ି ଏଇ ଟାଇପ୍ର କିଛି କହୁନାହାନ୍ତି, ପଳେଇଲେ। ଆଉ କୁହ ବଡ଼ି କୋଉ ଟାଇପ୍ର କୁହ, ବଡ଼ି କୁହ। ବଢ଼ିଆ ପୁରା ଦେଖାଯିବ ପୁରା କେମିତି
ୟାଙ୍କଠୁ ବି ଗରା ଦେଖୁନ ମୁହଁଟା। କଣ କଣ ବଡି କୁହ? ବଡି ଯୋଉଟା ମତେ ଦେଖଉଥିଲ ଦିଟା ସେ ପଳେଇଲେଣି ପୁଣି। ୟାଙ୍କ ମନରେ କିଛି ଦୁଃଖ ଅଛି ବୋଧେ, ସେଇଥିପାଇଁ ଦେଖ ଲାଲି ଲାଲି ଦେଖାଯାଉଛି ମୁହଁଟା ଆଉ। କିଛି ଦୁଃଖ ଅଛି ଲୁଚେଇକି ରଖିଛ। କାଲି ପଳେଇବ ନାଇଁ? ତାହେଲେ ଏଠି ରହିଯାଅ, ସବୁଦିନ ପାଇଁ ରହିଯାଅ, ମୁଁ ପଳଉଛି। କଣ କହୁଛନ୍ତି ଗାଇସ୍? ସବୁଦିନ ଏଠି ରହିଯାଆନ୍ତୁ, ମୁଁ ପଳଉଛି ଆଉ। ଓକେ, କହୁନ କିଛି? 30ଟା ଭିଡ଼ିଓ ହେଲାଣି, କିଛି ବି କହୁନ, କହିବନି କିଛି? ଆଗରୁ କେମିତି କହୁଥିଲ ମୁଁ କହିବି ଏଇନେ କିଛି କହୁନ? ଆଜି ସେ ଆମକୁ ବୁଲେଇ ନେବେ, ଆମ ଗାଇଡ ବୁଲେଇ ନେବେ ରାଜଉଆସ। କହିଦିଅ ତମ ସାଙ୍ଗମାନଙ୍କୁ, ଲାଇକ୍ ସବସ୍କ୍ରାଇବ ସବୁ ଦେଖୁଛନ୍ତି ବା। ସେ ଆମକୁ କହିଲେ ତାଙ୍କ ଫ୍ରେଣ୍ଡସ୍ ଦେଖୁଛନ୍ତି, ତ କୁହ, ମେସେଜ ଦିଅ ତମ ଫ୍ରେଣ୍ଡସ୍କୁ। ଆରେ ଏଇଥିରେ ମେସେଜ ଦିଅ, ଲାଇକ୍ ସବସ୍କ୍ରାଇବ କରିବେ, ଆହୁରି ବଢିଆ ବଢିଆ ଭିଡିଓ ଆସିବ। କଣ କହିବି? ତମେ ଭଲ ଭଲ ଜାଗା ବୁଲେଇଲେ ସ୍ନାମ କରିବୁ। ସେ ପୁଣି ଆଜି ଆମେ ଯିବୁ ଆଠମଲ୍ଲିକ ରାଜବାଟୀ, ପୁଣି ସେ କଣ କହୁଛନ୍ତି ସେଠି ଭୂତ ବାହାରୁଛି, ସାପ ବାହାରୁଛି। ଆମ୍ବ ଅଛି, ପଣସ ଅଛି, ଆଉ କଣ ଅଛି? ଆଉ କଣ କରମଙ୍ଗା ନା କରଭଙ୍ଗା? ଗୁର କଣ? ଆଉ ଆଉ କଣ କହୁଛ କୁହ? ଖରା ଯେ ଟିକେ ମୁହଁ ଫୁହଁ ଏତେ ଭଲ ଦେଖା ଯାଉନି। ମେକଅପ୍ ନେଇନ? ହଉ ଠିକ ଅଛି, ତ ଆଉ କଣ କିଛି କହିବାର ନାହିଁ, ବହୁତ ଭିଡ଼ିଓ ଲମ୍ବା ବି କରିବାର ନାହିଁ। ତ ଆପଣମାନଙ୍କୁ ବଡି ମେନସନ୍ କରିବି, ଆପଣ ବଡି ଦେଖନ୍ତୁ ଆଉ କୋଉ ଟାଇପ୍ର କେମିତି କଣ ବଡି ଆଉ। ଓକେ, ଠିକ ଅଛି, କିପ୍ ୱାଚିଂ ଦେଖନ୍ତୁ। ଜୟ ଜଗନ୍ନାଥ। ଟାଟା କରିଦେ। ହଉ, ରହୁଛୁ ଆମେ ଏଠି ବର୍ତ୍ତମାନ। ତ ସାଙ୍ଗମାନେ, ଏଇ ଯୋଉଟା ପ୍ଲେଟରେ ଥୁଆ ହେଇଛି ହ୍ୱାଇଟ୍ କଲର, ଏଇଟା ହେଲା ଆମର ଶାଗୁ ବଡି। ଆଉ ଯୋଉ ବ୍ଲାକ୍ ଦିଆହେଇଛି, ଏଇଟା ଆପଣମାନେ କଳା ଜିରା କିମ୍ବା ରାଶି ଦେଇପାରିବେ, ତ ଭଲ ଫ୍ଲେଭର ଆସିବା ପାଇଁ ଦିଆଯାଏ। ଦେଖନ୍ତୁ ଏଇଟା ଶାଗୁ ବଡି, ଆଉ ଛାଣିଦେଲା ପରେ ମୁଁ ଦେଖେଇବା ପରେ, ଛାଣିଲା ପରେ ସେ ତା ଆକାର କେମିତି ବଡ ବଡ ହଉଛି, କେମିତି ଦେଖାଯାଉଛି ହେଲା। ତାପରେ ସେକେଣ୍ଡରେ ଆମର ଆସିଗଲା, ଏଇଟା ହେଲା ୟେଲୋ କଲର ଗୋଟେ ଚାଉଳ ପାମ୍ପଡ଼। ଏଇଟା ବି ସେମ୍ ଟାଇପ୍, ବ୍ଲାକ୍ ରାଶି ଆଉ କିମ୍ବା କଳା ଜିରା ଦେଇପାରିବେ। ହଳଦିଆଟା କିନ୍ତୁ ହେଲା ଯେ କଣ କଲର ମିଶା ହେଇଛି କି? କଲର ମିଶା ହେଇଛି ଆଉ ଚାଉଳଟା, ସେଥିପାଇଁ ଏଇଟା ୟେଲୋ କଲର ହେଇଗଲା। ୟା ପରେ ମୁଁ ଦେଖେଇବି ଛାଣିଲା ପରେ କେମିତି ଦେଖାଯାଉଛି। ଆମେ ଶାଗୁ ବଡି ଆଉ ଚାଉଳ ବଡି ଛାଣା ହେଇଛି, ଆଉ ବରା କିଛିଟା କରିଥିଲୁ ଆଉ, ଦେଖନ୍ତୁ ଏପରେ ଆଉ। ଏଇଟା କଣ? ଯୋଉଟା ଚାଉଳ ବଡି କହୁଥିଲି ଏଇଟା, ଆଉ ଏଇଟା ହେଲା ଶାଗୁର। କେତେ ଛୋଟ ଛୋଟ ଥିଲା, କେତେ ବଡ ବଡ ହେଇଯାଇଛି। ଏଇଟା ବି ଚାଉଳ ମୁଡକି। ଏଇଟା ବି ଚାଉଳ, ଏଇଟା ବି ଚାଉଳରେ ମୁଡକି, ହୋମମେଡ୍, ଘର ତିଆରି। ଆଉ ଏଇଟା ଏଇଟା କୋଉଥିରେ? ବିରି। ଆଉ କଣ? ଆଉ ଏଇଟା କଣ? ଏଇଟା ସବୁ କୁହ ନା। ଟମାଟୋ ସସ୍, ବିଟ ଲୁଣ, ପିଆଜ।